ଯଶସ୍ୱୀ ପ୍ରଧାନମନ୍ତ୍ରୀ ଏ ଅବସରରେ ଆସନ୍ତା 20 ତାରିଖ ଜୁନ୍ 20 ତାରିଖ ଓଡ଼ିଶାକୁ 11 ବର୍ଷ ପୂର୍ତ୍ତି ଏବଂ 1 ବର୍ଷ ଓଡ଼ିଶା ସରକାରଙ୍କର ପୁରା ହେବାର ଅବସରରେ ଭୁବନେଶ୍ୱର ଆସୁଛନ୍ତି ଏବଂ ଭୁବନେଶ୍ୱରରେ ତାଙ୍କୁ ଭାରତୀୟ ଜନତା ପାର୍ଟି ତରଫରୁ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି। ଯେ ଆଜି ଭାରତବର୍ଷର 2047 ମସିହାରେ ଭାରତବର୍ଷ କେଉଁ ଜାଗାରେ ପହଞ୍ଚିବ, ଯେ ସେ ଯେଉଁ ଭିଜନରେ କାମ କରୁଛନ୍ତି, ଯେଉଁ ଲକ୍ଷ୍ୟରେ କାମ କରୁଛନ୍ତି ଏବଂ ଯୁବକମାନଙ୍କର ଯେଉଁମାନେ ଆଜି 172% ଯୁବ ସମାଜ ଅଛି ଏବଂ ମହିଳା ଏବଂ କୃଷକ ଏବଂ ଗରିବମାନଙ୍କର ଉତ୍ଥାନ କରିବା ପାଇଁ ଯେଉଁ ଲକ୍ଷ୍ୟ ନେଇ ଭାରତବର୍ଷ ସରକାର ନିରନ୍ତର ନିରବିଚ୍ଛିନ୍ନ ଭାବରେ କାମ କରୁଛି, ତାକୁ ସଂକଳ୍ପ ନେଇ ଯେଉଁ କାମ ଆରମ୍ଭ କରିଛନ୍ତି, ସେ ସଂକଳ୍ପ ଓଡ଼ିଶାରେ 1 ବର୍ଷ ପୂର୍ତ୍ତିରେ ଓଡ଼ିଶାର ସାମଗ୍ରୀ ବିକାଶ, ଓଡ଼ିଶା ସରକାର ଯେଭଳି ଭାବରେ ଓଡ଼ିଶାକୁ ନିରନ୍ତର ଆସିବା, ନିର୍ବାଚନ ପୂର୍ବରୁ ସମ୍ବଲପୁରରେ ଗୁଡ଼ାଏ ଯୋଜନାର ଶିଳାନ୍ୟାସ ଉଦ୍ଘାଟନ ଏବଂ ଚଣ୍ଡିଖୋଲରେ ପୁଣି ଶିଳାନ୍ୟାସ ଉଦ୍ଘାଟନ କରିବା, ନିର୍ବାଚନ ପରେ ଏଟା 6ଠ ଥର ପାଇଁ ସେ ଆସୁଛନ୍ତି, ବର୍ଷ ପୂର୍ତ୍ତିରେ 6ଠ ଥର ପାଇଁ ଆସୁଛନ୍ତି ଏବଂ ପ୍ରଥମ ଥର ପାଇଁ ଅପରେସନ୍ ସିନ୍ଦୁର ପରେ ଓଡ଼ିଶାକୁ ସେ ଆସୁଛନ୍ତି। ଆଜି ଭାରତବର୍ଷର ମର୍ଯ୍ୟାଦା, ଭାରତବର୍ଷର ଆଜି ଯେଉଁ ଆମ ସମସ୍ତଙ୍କର ଆତ୍ମବିଶ୍ୱାସ ବଢ଼ିଛି ଏବଂ ଆମ ଦେଶର ଜାତୀୟତାବାଦ, ରାଷ୍ଟ୍ରୀୟତା, ରାଷ୍ଟ୍ରଭକ୍ତି, ଦେଶଭକ୍ତି 140 କୋଟି ଲୋକଙ୍କର ଯେଉଁ ମନରେ ଯେଉଁ ଭାବନା ଥିଲା, ଯେଉଁ କାରଣରୁ ଯେଉଁ ଅଭାବନୀୟ ପରିସ୍ଥିତି ହେଲା ପହଲଗ୍ରାମରେ, ତାର ମୁହଁତୋଡ଼ ଜବାବ ଏବଂ ଉପଯୁକ୍ତ ଜବାବ ଦେଇଥିଲେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି। ଆମର ସେନାବାହିନୀ ଅପରେସନ୍ ସିନ୍ଦୁର ପରେ ଓଡ଼ିଶାକୁ ଆସୁଥିବାରୁ ଆମେ ଏଠି ବିବିଧ ବହୁ କାର୍ଯ୍ୟକ୍ରମ ଏଠି ଆମେ ତାଙ୍କ ରଖିଛୁ ଏବଂ କାର୍ଯ୍ୟକ୍ରମ ଏଥିପାଇଁ ରଖାହେଇଛି, ଭାରତବର୍ଷକୁ ଅର୍ଥନୀତି କ୍ଷେତ୍ରରେ 3 ନମ୍ବର ଜାଗାରେ ପହଞ୍ଚାଇବା ପାଇଁ ଯେଉଁ ସଂକଳ୍ପ ସେ ନେଇଛନ୍ତି, ଆଜି 4ର୍ଥ ଜାଗାରେ ପହଞ୍ଚି ଭାରତବର୍ଷ ଅର୍ଥନୀତିରେ। ଆଜି ଭାରତବର୍ଷର ସାମଗ୍ରୀ ବିକାଶ କ୍ଷେତ୍ରରେ ସେ ରେଲୱେ କନେକ୍ଟିଭିଟି ହେଉ, ଭାରତମାଳା ଯୋଜନା ହେଉ, ରୋଡ଼ କନେକ୍ଟିଭିଟି ହେଉ, ସବୁ କ୍ଷେତ୍ରରେ ଯେଉଁଭଳି ଭାବରେ ଦ୍ରୁତ ଅଗ୍ରଗତି ହେଉଛି ଆଉ ବିଶ୍ୱରେ ଆଜି ଭାରତ ଗୋଟେ ଅଗ୍ରଗଣ୍ୟ ରାଷ୍ଟ୍ରରେ ପରିଣତ ହେବାର ଯେଉଁ ପ୍ରକ୍ରିୟାରେ ଆଗକୁ ଯାଉଛି, ସେଥିପାଇଁ ସେ ସମ୍ମାନିତ ହେବା ଉଚିତ। ଏଠି ସମ୍ବର୍ଦ୍ଧନା ତାଙ୍କୁ ଦିଆଯିବ, ସ୍ୱାଗତ କରାଯିବ। ଏ କାର୍ଯ୍ୟକ୍ରମରେ ଏଠି ଓଡ଼ିଶାର ଗର୍ବ ଯେ ଆମେ ଲଖପତି ଦିଦିର 1 ନମ୍ବର ହେଇଛୁ। ଏଠି ସେ ଲଖପତି ଦିଦିର 5 ଜଣଙ୍କୁ ଏଠି ସମ୍ବର୍ଦ୍ଧିତ କରିବେ ଏବଂ ଏଠି ଆମର ଆୟୁଷ୍ମାନ ଯୋଜନାର 70 ବର୍ଷ ଯେଉଁମାନଙ୍କୁ ପୁରା ହେଇଛି, ସେମାନଙ୍କୁ ଏଠି ପୂର୍ଣ୍ଣାଙ୍ଗ କରିବା ଯେଉଁ ଟାର୍ଗେଟ୍ ହେଇଛି, ଯେ ଆମେ ସମସ୍ତଙ୍କୁ ଆୟୁଷ୍ମାନ କାର୍ଡ଼ 70 ବର୍ଷ ଉର୍ଦ୍ଧ୍ୱ ବୟସ୍କ ଲୋକମାନଙ୍କୁ ଦେବା ପାଇଁ ଯେଉଁ କେନ୍ଦ୍ର ନୀତିଗତ ନିଷ୍ପତ୍ତି ହେଇଛି, ସେମାନଙ୍କୁ ମଧ୍ୟ ସେଦିନ ସିମ୍ବୋଲିକ୍ 5 ଜଣଙ୍କୁ ମଧ୍ୟ ସେ କାର୍ଡ଼ ବଣ୍ଟନ କରିବେ ଏବଂ ଏଠି ଯେଉଁ ଶିଳାନ୍ୟାସ ଉଦ୍ଘାଟନ କାର୍ଯ୍ୟକ୍ରମ ଓଡ଼ିଶାରେ ଯେଉଁ କାମ ପାଇଁ ଅଛି, ତାକୁ ମଧ୍ୟ ଏଠି କରିବେ।